ଧନ ଯା ଟିକେ ଶୋଇ ପଡ଼ିବୁ। ଦ୍ୱିପହରେ ଟିକେ ପିଲାମାନେ ଶୁଅନ୍ତି। ଯା ଧନ ଯା ଯା ଟିକେ ଶୋଇ ପଡ଼ିବୁ। ଗଲୁ ଯା ମୁଁ ଭିଡ଼ିଓ କରୁଛି, ଭିଡ଼ିଓ କରିସାରିଲେ ମୁଁ ଯିବି। ଯା ଯା ଟିକେ ଶୋଇ ପଡ଼ିବୁ। ଯା ଦ୍ୱିପହରେ ଶୋଇଲେ ଭଲ, ଦେହ ଭଲ ରହିବ ହେଲା। ଖାଇଛୁ ଶୋଇବୁ ନା। ଆଉ ଝିଅ କେମିତି ଶୋଇଛି? ଯା ଉଠିଲେ ପାର୍କ ନେଇକି ଯିବି। ଯା ଯା କଥା ମାନିବୁ, ସୁନା ପିଲା ହବୁ, ତୋ ପାଇଁ ସବୁ ଆଣିବି, ବୁଝିପାରିଲୁ? ଗଲୁ ଯା ଦୁଷ୍ଟ ଜମା ହଅ ନା। ଯା ଶୋଇ ପଡ଼ିବୁ। ଯା ପୁଅରେ ଦ୍ୱିପହରେ ବି ମଶା ଗୁଡ଼ାକ କାମୁଡ଼ୁଛନ୍ତି। ହଁ ଝିଅ ବୋଟଲ ରଖିଦେ। ତୁ ଯା ତୋ ବୋଟଲରେ ପାଣି ପିଉନୁ, ତୋ ବୋଟଲରେ ପି। ଝିଅ ବୋଟଲ ରଖ। ହଁ ହନୁମାନ ମନ୍ଦିର ଯିବୁ। ତୁ ଯା ଶୋଇ ପଡ଼, ଉଠିଲେ ଯିବୁ। ଯା ପାର୍କ ଯିବୁ। ଯା ହଁ 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 ତୁ ଆଗ ଶୋଉନୁ, ଉଠିଲେ ତ ଯିବୁ ନା, ନହେଲେ ଯିବୁନି। ଉଠିଲେ ତ ଯୁଆଡ଼େ କହିବୁ ସିଆଡ଼େ ନିଆହବ। ଶୋଇକି ଉଠିଲେ, ନ ଶୋଇଲେ କୁଆଡ଼େ ନେବିନି। ଦେଖିଲୁ ତୋ ସାଙ୍ଗର ସବୁ ଛୋଟ ପିଲା ସବୁ କଲୋନୀରେ କେମିତି ସବୁ ଶୋଇଛନ୍ତି। ତୋ ଭଳିଆ କିଏ ହଉଛି? ଖାଲି କହୁଛୁ ମୁଁ ବୁଲିବି। ଖରାବେଳେ ବାବାଜୀ ମାନେ ବୁଲୁଛନ୍ତି, ନେଇଯିବେ।
ହଁ ହଁ ବାବାଜୀ ଅଙ୍କଲ ମାନେ ବୁଲୁଛନ୍ତି ସବୁ। ହଁ ସମସ୍ତେ ବୁଲୁଛନ୍ତି। ଗୋଟେ ସିମ୍ପଲ୍ ରଙ୍ଗୋଲିଟେ ବନଉଛି। ଆପଣମାନେ ଚାହିଁଲେ ବି ପୂଜାପୂଜିରେ ରଙ୍ଗୋଲିଟା ଆରାମସେ ସମସ୍ତେ ପକାଇ ପାରିବେ। କିଛି କଷ୍ଟ ବି ନାହିଁ, ଆରାମସେ ସମସ୍ତଙ୍କୁ ପକାଇ ପାରିବେ। ମୁଁ ବି ଏତେ ଭଲ ରଙ୍ଗୋଲି ଜାଣିନି। ମୁଁ ଯେମିତି ସବୁ ରଙ୍ଗୋଲି ବନଉଛନ୍ତି ପୁରା ପ୍ରଫେସନାଲ୍ ଭାବରେ, ସେମାନଙ୍କର ପୁରା ଅଭ୍ୟାସ ହେଇଯାଇଛି, କିନ୍ତୁ ମୋର ସେଇଭଳିଆ ହେଇନି। କାହିଁ ମିଛ କହିବି, ମୁଁ ନର୍ମାଲ୍ ଏମିତି ରଙ୍ଗୋଲି କରୁଛି। ତଥାପି ସେଥିରେ ବି ଆପଣମାନେ ମୋତେ ବହୁତ ସପୋର୍ଟ କରୁଛନ୍ତି, ମୋର ରଙ୍ଗୋଲିକି ଦେଖୁଛନ୍ତି, ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଛୋଟ ଛୁଆ ଜାଣିଥିବେ, ଛୋଟ ଛୁଆ ଥିଲେ ଘରର କେତେ ଗୁଡ଼ାଏ କାମ, ସେଇ କାମ ଭିତରେ ବି ଭିଡ଼ିଓ କରିବା ବହୁତ କଷ୍ଟ ହେଉଛି। ତଥାପି ସେଇଥିରେ ବି ମୁଁ ଭିଡ଼ିଓ ବନାଉଛି। ମୋର ଗୋଟେ ପୁଅ ଗୋଟେ ଝିଅ। ପୁଅ ନାଁ ଆଶୁ, ଝିଅ ନାଁ ପରି। ସେ ଦ୍ୱିପହର ଟାଇମ୍ଟା ଯେହେତୁ ପୁଅ ଟିକେ ବଡ଼ ଯେହେତୁ ସେ ଦୁଷ୍ଟାମି ଏତେ ନାହିଁ ତାର। ଝିଅ ଯେହେତୁ ଛୋଟ ଅଛି, ଆଉ ସେଥିପାଇଁକା ସେ ଶୋଇପଡ଼ିଲା ପରେ ମୁଁ ଏଇ ଦ୍ୱିପହର ଟାଇମ୍ରେ ମୁଁ ଭିଡ଼ିଓ କରେ। ଦେଖିଲି ସମସ୍ତେ ଭିଡ଼ିଓ କରୁଛନ୍ତି, ମୋର ବି ଟିକେ ମନ ହେଲା, ଟିକେ ମୁଁ ଏଇ ରଙ୍ଗୋଲି କରିବାରେ ମୋର ଟିକେ ଇଚ୍ଛା ଥାଏ। ଯେତେବେଳେ ଆମର ଘରେ ପୂଜାପୂଜି ଭଲ ମନ୍ଦ ହୁଏ, ମୁଁ ଟିକେ ରଙ୍ଗୋଲି କରେ। ଯେହେତୁ ସେଇ ଇଚ୍ଛାଟା ଅଛି, ମୁଁ କହିଲି ନାଇଁ, ଏଇ ମାଧ୍ୟମରେ କଲେ ଲୋକମାନେ ବି ମୋତେ ଦେଖିପାରିବେ ମୋ ଭିଡ଼ିଓକୁ। ଦେଖନ୍ତୁ, ଏଇଭଳିଆ ଗୋଟେ ରଙ୍ଗୋଲି କଲି। ମୁଁ ଯାହା କରେ ମୋ ମନରୁ, ମାନେ ଏମିତି କରୁଥିବି, ମୁଁ କିଛି ଭାବିକିରି କରେନି। ନାଇଁ ଏବେ ରଙ୍ଗୋଲି କରିବି, କ'ଣ କେମିତି ଡିଜାଇନ୍ କରିବି, କ'ଣ କରିବି, ମୁଁ ସେମିତି କିଛି ଭାବିନଥାଏ। ମୁଁ ଏମିତି ବସେ ଏମିତି ଚକ୍ ଧରିକିରି ମୋ ହାତ ଅଟୋମେଟିକ୍ ମୁଁ ଚଲାଏ, ଯାହା ହବ କରେ ଆଉ। ସେଇଥିରେ ଯାହା ଯେମିତି ହେଇଛି। ତଥାପି ଟିକେ ମନରେ ଡର ଥାଏ, କାଳେ ଝିଅ ଉଠି ପଡ଼ିବ, ଅଧାରୁ ବନ୍ଦ ହେଇଯିବ ରଙ୍ଗୋଲି କରିବା। ତଥାପି ସେଇ କଷ୍ଟରେ ବି ମୁଁ, ସେଇ ଭିତରେ ବି ମୁଁ କରେ। ରଙ୍ଗୋଲି କରିବା ଭିତରେ ମୋ ମା' ମୋ ଭଉଣୀ ମୋତେ ବହୁତ ସପୋର୍ଟ କରନ୍ତି। ହଁ କର, ଭଲ ମଣିଷ ତ ଏକା ବେଳକେ ଆଗକୁ ପହଞ୍ଚି ପାରିବନି। ଧୀରେ ଧୀରେ ଯେମିତି ପିମ୍ପୁଡ଼ି ଟିକେ ଟିକେ ତା'ର ଖାଦ୍ୟ ସଞ୍ଚୟ ପାଇଁ ବହୁତ ସେ କଷ୍ଟ କରିଥାଏ। ଧୀରେ ଧୀରେ ଅଳ୍ପ ଟିକେ କରି ସେ ବହୁତ ସେ ଏଭଳିଆ ଭାବେ ସଞ୍ଚୟ କରିଥାଏ ଯେ ପିମ୍ପୁଡ଼ି ତା ଖାଦ୍ୟ ତାକୁ ବର୍ଷା ଦିନକୁ ହଇରାଣ ହେବାକୁ ପଡ଼ିନଥାଏ। କିନ୍ତୁ ଝିଣ୍ଟିକା ଜାଣିଥିବେ ଆପଣ, ଝିଣ୍ଟିକା କ'ଣ କରେ ନା, ଯେତିକି ତାର ସିଏ ସଞ୍ଚୟ କରି ସାଙ୍ଗେ ସାଙ୍ଗେ ତାର ଖାଇଦିଏ, କିନ୍ତୁ ସେ ତାର ବର୍ଷା ଦିନ ପାଇଁ କିଛି ରଖିନଥାଏ। ସେଥିପାଇଁ ସେ ବହୁତ ହଇରାଣ ହୁଏ। ମୁଁ ସେ ପିମ୍ପୁଡ଼ି ଭଳିଆ ଟିକେ ଧୀରେ ଧୀରେ ମୁଁ କରୁଛି।
ଆଉ କେବେ ସେଇଟା ମୋର ସକ୍ସେସ୍ ହେବ ସେଇଟା ତ ମୁଁ ଜାଣିନି, କିନ୍ତୁ ମୁଁ କେବେ ଆଶା ବି କୌଣସି ରଖିନି ଯେ ମୁଁ କେବେ ହେବି। କରିଚାଲିଛି ଗୋଟେ, ଯାହା ଯେତେବେଳେ ଭଗବାନଙ୍କର ଇଚ୍ଛା ଥିବ ଆଉ ଆପଣମାନଙ୍କର ସପୋର୍ଟ ଯଦି ଥିବ ହିଁ ମୁଁ ଆଗକୁ ବଢ଼ିପାରିବି। ଯାହା ହଉ କିଛି ଜଣ ଅଛନ୍ତି, କ'ଣ ଏଥିରେ ତୋତେ ମିଳୁଛି, କ'ଣ ପାଇଁ ଏସବୁ ଜିନିଷ ତୁ କରୁଛୁ, 7 ଜନ୍ମ ବିତିଯିବ କେବେ କିଛି ହେଇପାରିବନି, ବହୁତ କଥା କୁହନ୍ତି। ଆଉ ନିଜର ଲୋକ ହିଁ କୁହନ୍ତି, କାହା ନାଁ କହିବିନି, କିନ୍ତୁ କରୁଛି। ମୋ ମା ମୋ ଭଉଣୀମାନେ ମୋ ମନୋବଳ ଷ୍ଟ୍ରଙ୍ଗ କରୁଛନ୍ତି, ତୁ କର, ନିଶ୍ଚିନ୍ତ ଆଗକୁ ବଢ଼ିବୁ। କରୁଛି ଆଉ। ମୋ ନାଁ ଯେହେତୁ ପ୍ରତିମା, ମୁଁ ପ୍ରତିମା ଆର୍ଟ ନାମରେ ମୁଁ ରଙ୍ଗୋଲି ଷ୍ଟାର୍ଟ କରୁଛି। ବହୁତ ରଙ୍ଗୋଲି ମୁଁ କରିଛି, ପକାଉଛି, ଦେଖିଥିବେ ଆପଣ ମୋ ଭିଡ଼ିଓ ସବୁ, ଆପଣ ମୋର ଆଇଡ଼ିକୁ ଯାଇକି ଚେକ୍ କରି ଦେଖିବେ। ଏମିତି କରିଛି, ଏଇଟା ଟିକେ କରୁଛି, ଏଇଟା ଟିକେ ଲଙ୍ଗ୍ କରିକି କରୁଛି ଆଉ, ଫାର୍ଷ୍ଟ ଟାଇମ୍ ପାଇଁ ଆଉ। ଲଙ୍ଗ୍ କେବେ ପକାଏନି, ସର୍ଟ ସବୁଥିରେ କରେ, ଏଇଟା ଟିକେ ଲଙ୍ଗ୍ କରିଛି ଆଉ। ଦେଖନ୍ତୁ କେମିତି ହେଇଛି, ଆପଣମାନେ ଦେଖିକିରି ମୋତେ ନିଶ୍ଚିନ୍ତ ଗୋଟେ ଜଣାଇବେ। ଭଲ ହେଇଛି କି ଖରାପ ହେଇଥିଲେ ଜଣାଇବେ, ଭଲ ଯଦି ହେଇଥିବ ବି ଜଣାଇବେ। ଆଉ ଯଦି ଖରାପ ହେଇଥିବ ମୁଁ ଆହୁରି ଚେଷ୍ଟା କରିବି, ଭଲ ଯଦି ହେଇଥିବ ବି ଏତେ ବି ଖୁସି ହେବିନି। ଆଉ ମୋଠୁ ଯିଏ ସାନମାନେ ତାଙ୍କ ପ୍ରତି ମୋର ଆଶୀର୍ବାଦ ରହିବ, ଯେହେତୁ ବଡ଼ମାନେ ଯେଉଁମାନେ ତାଙ୍କ ପ୍ରତି ମୋର ଭଲ ପାଇବା ରହିବ। ଦେଖନ୍ତୁ